ଦେଖିବେ ଭାଇ ମାନେ ଆଶ୍ଚର୍ଯ୍ୟ ଲାଗୁନି ଗୋଟେ ଗୋଟେ ଉଠିଆ ଖାତାନି କହିବା ଲୋକ ମାରିଛନ୍ତି। କହିବା ପାଇଁ ଚାहे ଆପଣ ମାନଙ୍କୁ ଆମେ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କଲୁ ଆମେ ଅନୁଗ୍ରହ ରକ୍ଷା ପ୍ରାପ୍ତ ହେଇଛୁ। ଆଉ ପ୍ରଭୁଙ୍କୁ ଗ୍ରହଣ କଲା ପରେ ପ୍ରଭୁ ଆମମାନଙ୍କ ସବୁ ବିଷୟ ଯତ୍ନ ଗୀତ ସହିତ 37 ତାର 25 ଗୀତ ସହିତ 37 ତାର 25 ସମସ୍ତେ ଖୋଲିବେ ହେଲା କାତାନି କହୁନି ସମସ୍ତେ ବାଇବଲ ଧରିଛନ୍ତି ବାଇବଲ ଖୋଲିବେ ହେଲା। ଯଦି ବାଇବଲ ଆଣିକରି ଖୋଲୁ ନାହାନ୍ତି ବୋଲେ ଆପଣ ଡୁବକୁ ଆଗେ ଚୁପଚାପ ଭଇଁ ଆଣିଲା ପରେ ହେବ। ସେ କଣ କହୁଛନ୍ତି ମୁଁ ଯୁବା ଥିଲି ହଁ ଦାଉଦ କହୁଛନ୍ତି ମୁଁ ଯୁବା ଥିଲି ଏବେ ବୃଦ୍ଧ ହୋଇଅଛି ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। କଣ କହୁଛନ୍ତି ଏଠି ଦାଉଦ ଯେ ମୁଁ ଯୁବା ଥିଲି ଆଉ ଏବେ ଡୋକଳା ହେଇଯାଇଛି ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ତାର ବଂଶ କି ବଂଶ ଯେତେବେଳେ ପ୍ରଭୁକୁ ଗ୍ରହଣ କଲା ସେ ନାଗ ବଂଶ ହଉ କି ବାଘ ବଂଶ ହଉ କି ହିଆଲ ବଂଶ ହଉ କି টাকরি ବଂଶ ହଉ ଯୋଉ ବଂଶ ହଉ ବେତনে এবার ভিক মাগবার ছাড়ো পরিবার ক্যান্সেল সেইটা ସେମାନେ ଭୋକୁଆ ହେଇଯାଉଛନ୍ତି। ପ୍ରଥମରେ ଦେଖିଲେ କଣ ବିଦେଶରୁ ଆସିବା ପଇସାକୁ ବନ୍ଦ କରି ଦେଖବା ହେଲେ ବି ମିଟିଂ ଚାଲୁଛି ହେଲେ ବି ଆମେ ଚଲୁଛୁ ଆରେ ବାହାର ପଇସା ବନ୍ଦ ହେଇଗଲା କେମିତି ଚଲୁଛନ୍ତି ଆରି କେ ଦଉଥିବ କି କୋଟିକେ ଦଉଛ। ପ୍ରିୟ ଭାଇ ଭଉଣୀ ମାନେ ସରକାର କି ମଣିଷ ଚାରି ଦିଗର ରାସ୍ତା ବନ୍ଦ କରିପାରିବ ଉପର ବାଟକେ ହାତ ଦେଖି ନାଇଁ ଚାରିଟା ଦିଗରେ ତୁମେ ଅଟକାଇ ପାରିବ ଏପଟରୁ ସେପଟରୁ ପଛଆଡୁ ସବୁଆଡୁ ଅଟକାଇବ ଉପର ଆଡୁ ଆମମାନଙ୍କ ସାହାଯ୍ୟ କୋଉଠୁ ଆସିବ ଉର୍ଦ୍ଧ୍ୱରୁ ଆସିବ ହେଲେ ଉର୍ଦ୍ଧ୍ୱରେ ଛୁଟବା ବ୍ୟାଙ୍କର କ୍ଷମତା ନାହିଁ। ତ ପ୍ରିୟ ଭାଇ ଭଉଣୀ ମାନେ ଆମେ ଖାଦ୍ୟ ଭିକ୍ଷା କରିବୁ ନାହିଁ। ଆମେ ଯୋଉଦିନ ପ୍ରଭୁଙ୍କୁ ଗ୍ରହଣ କଲୁ ସେଇ ଦିନରୁ ପ୍ରଭୁ ଆମମାନଙ୍କର ପାଇଁ ଯତ୍ନ ନେବାକୁ ଆଉ ଟେନସନ ନାହିଁ ପ୍ରଭୁ ଆମମାନଙ୍କୁ ଅନୁକୂଳ କରନ୍ତୁ। ମଝିରେ ଗୋଟେ ଗାଁରେ ମୁଁ ଯାଇଥିଲି ଜଣେ ଭାଇ ସେ କହୁଥିଲେ ପରିଶ୍ରମୀ ଲୋକ ଆମର ଆଦିବାସୀ ଲୋକ ପରିଶ୍ରମୀ ଲୋକ ହେଲା ଯେତେବେଳେ ପ୍ରଭୁଙ୍କୁ ଜାଣିନଥିଲେ ସେ କହୁଥିଲେ ଆଜ୍ଞା ମୁଁ 15 କିଲୋମିଟର ଦାରୁ କାଉଡି ଧରି ଯିବାର ସେ ଦାମୋଦର ଭିତରେ କୋଉଠି ଗାଁଟା ଅଛି ଭିତରେ ପାହାଡ ଭିତରେ ସେ କହୁଥିଲେ କାଠ କାଉଡି ଧରି ଆସିବା ଦାମୋଦର ବିକିବା ପାଇଁ 10 ଟଙ୍କା କି 15 ଟଙ୍କା ବିକିବା 15 କିଲୋମିଟର ବୋଇକରି ଆଣବାର 15 ଟଙ୍କା ବିକିବାର ତାହେଲେ ଘର ଚଳବା ପାଇଁ ନେବାର ଅଛି। ତାପରେ ଆଜ୍ଞା ମୁଁ କଣ କଲି ଗୋଟେ ପୋପା କିଣିଲି ପାଠ ପଢବା ପାଇଁ ତ ମୁଁ ପଛରେ ବସବା ସାର୍ ବି କହିବା ପଛରେ ବସ ସେତେବେଳେ ସ୍କୁଲ ସରିଯିବା ଖାଇବା ଛୁଟିଲେ ପିଲା ଘରକୁ ପଳେଇବେ ଆଗ ତ ମିଡ୍ ଡେ ମିଲ୍ସ ନଥିଲା ମଧ୍ୟାହ୍ନ ଭୋଜନ ନଥିଲା ଆମର ବେଲେ ନଥିଲା ଏବେ ପିଲାମାନଙ୍କୁ ମିଳୁଛି ଖାଇବାକୁ କି ନାଇଁ ଖାଇକରି ଡୁଡୁ ପେଟା ପରା ହେଇଛନ୍ତି ପାଠ ନାହିଁ ସାଠ ନାହିଁ କିଛି ନାହିଁ ସେମାନଙ୍କର ଆମର ମିଳୁନଥିଲା କହିଲା ଆଜ୍ଞା ଯେତେବେଳେ ପିଲାମାନେ ଖାଇବାକୁ ଘରକୁ ଯିବାର ମୁଁ ବି ଘରକୁ ଯିବା ଘରକୁ ଗଲା ବେଳକୁ ଭାତ ତ ନଥିବା ସେ କହୁଛି ଭାତ ନଥିବାର ଆଜ୍ଞା ତାପରେ ପେଜ ହେଲେ ପିଇବି ବେଳକୁ ହାଣ୍ଡିରେ ପେଜ ମିଶା ନଥିବା ସେ କହୁଥିଲା ଆଜ୍ଞା ସେଇ ହାଣ୍ଡିରେ ପାଣି ଟିକେ ପକାଇଦେବା ପାଣି ଟିକେ ପକାଇ କରି ଝୁଲକାଇ ଦେଇ କରି ସେଟା ଭାରବା ସେଟା ମୁଇଁ ପିଇବା ପ୍ରଭୁଙ୍କୁ ଜାଣିବା ପୂର୍ବରୁ ଏବେ ପ୍ରଭୁଙ୍କୁ ଜାଣିଲା ପରେ ଆଜ୍ଞା ଆମର ଖାଇବାର ଅଭାବ ନାହିଁ। আর সে কলা আগে আমি আদিবাসী লোক আজ্ঞা আমকো কার দয়া মিশা দরকার আমার ডাবু কড়কি রে অছি বললা আমার ডাবু কোটি আছে আমার ডাবু কড়কি 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 হ্যাঁ হ্যাঁ কড়কি রে অছি এতি কড়কি যতকি মারুতি ডাবু সদকে হারুতি বললা সে কড়কি খাঁদা ধরে রোডে ঠিয়া হই দেব লোক ডাকি নেবে সে কড়কি রে আমার ডাবু কড়কি রে অছি। তো প্রিয় ভাই ভনী মানে মু কাহিকি কହୁছি আমি পরিশ্রমী লোক
और प्रभु हमको आशीर्वाद मध्य करिसंती तो आमे अनुग्रह द्वारा आमे रक्षा प्राप्त हेछि से पद पुणी थरे पढिबा माने एफिसियो 2 पर्व तार 5 पद सेति प्रकाशे आम्भ मानंको ख्रीष्टଙ୍କ ସହିତ सजीव करी अछंती अनुग्रह रे तुम्हे माने परित्राण पाई अछ कोन पाइछो अनुग्रह रे परित्राण पाइछो हमें जतकी लोग उद्धार पाइछो दाऊद उद्धार पाई ना कोटे जाई करी विद्यालय को उद्धार पाइनु हमें हां कोटे टांगड़ा ही उद्धार हमें पाइनु खाली पादरे हिंडी हिंडी जाई करी भूखे से उद्धार पाइनु अनुग्रह रे उद्धार पाइछो प्रिय भाई बहन में तो डाबू का सदी परित्राण पाइला पहले हमें पाइतु तो केते बड़ दया हमें अनुग्रह रे परित्राण पाइछ आपण 8 पद पढंतु कारण अनुग्रह रे विश्वास द्वारा तुम्हे माने परित्राण पाई अछो अनुग्रह रे विश्वास द्वारा कहिछु तो माने परित्राण पाइछ अनुग्रह जो थिला से अनुग्रह विश्वास तो तुमने परित्राण पाई अछो हां ताहा तुम मान को निज ठारू होई नाही ता तुम निज ठारू होई नाही ताहा ईश्वरक दान एबे हम जतले गोटे परिवर्तन हिछु जे निज को देखबा हम आश्चर्य लागुची मोर पर लोक परिवर्तन हेले हम से कितर बेले मो परि पापी को मो परि अधम को प्रभु तुमे काहे मते प्रेम कलो कोन पाई कोन ता देखि मते फल पाइलो प्रभु काहे की फल पाइले जे मते आरि के फल पाइबे नहीं मोर बाट को केहरी देखबे नहीं मते के अनाइबे नहीं से मते अनाइले प्रिय भाई बहन माने प्रभु का नाम स्तुति हो हमें संत तबर देखबे 9 पद पढ़ि दियंतु क्रिया कर्मरु नुहे जे परि केही दर्पण करे क्रिया कर्मरु नुहे जे परि केही हमें के भी कहि पारबो ना जे मु एटा कली सेइटा करिबा द्वारा मु परित्राण पाइली बोलला होला नहीं सेमती किछि करि ना हम यीशु को विश्वास कलु परित्राण पाई गलु किछि खर्च करि ना कारण मनुष्य पैसा पत्र खर्च करी परित्राण पाई पारबो नहीं मु एटा करिबा द्वारा परित्राण पाइली सेइटा करिबा द्वारा परित्राण मिले नहीं क्रिया कर्म मिले नहीं तो आमे जत लोक आज मंडली भुक्त हिचु आमे केमति उद्धार प्राप्त हिचु आमे प्रभु कथारे से अनुग्रह रे विश्वास करी आमाने आसीछु प्रभु का नाम स्तुति हो गौरव हो गलात्य 2 पर्व 16 पद पढ़िबे गलात्य 2 पर्व 16 पद तथापि व्यवस्था क्रिया कर्म द्वारा मनुष्य धार्मिक गणित होई केवल यीशु ख्रीष्टଙ୍କ ठारे विश्वास द्वारा से धार्मिक गणित हुए कोन लिखा जाउची तथापि व्यवस्था क्रियाकर्म द्वारा मनुष्य धार्मिक गणित न होई केवल यीशु ख्रीष्टଙ୍କ ठारे विश्वास द्वारा धार्मिक गणित आमे केमति धार्मिक गणित अनुग्रह रे हमको देखि कौन कहतो हां ए पुनी स्वर्ग जाई देखा पुनी देखाई भी पुनी अथवा नहीं आइले तो ताके जाई देखो न दूर मिसा देखो सतरा नहीं अनेक लोक तो हमको हिलस्ता करू तो काला काला ही जिवे हे ये स्वर्ग के पालाइलो काला से सत नहीं ये स्वर्ग को काला अरे जा को जीव वाली भाबुती वो से 3 बाजी रे काला से नैला मुरुमुटी करूथिबो नैला पाप करूथिबो से गुड रक्षा पाइबो से तो प्रिय माने हम अनुग्रह रे परित्राण पाइछु अनुग्रह रे रक्षा पाइछु से अनुग्रह कोन करबा वृथा हेबाको देबा नै से अनुग्रह को वृथा हेबाको देबा नै प्रभु हमन को अनुग्रह गलात्य 5 पर्व 4 पद पढ़िबे गलात्य 5 पर्व 4 पद तुम्हे माने जेते लोक व्यवस्था द्वारा धार्मिक गणित हेबाको चाहू अछो तुम्हे माने ख्रीष्टଙ୍କ ठारो विच्छिन्न होई अछो तुम्हे माने अनुग्रह रु पतित होई अछो हां अनुग्रह पतित काई के अनुग्रह पतित पूरी थरे धर्म कर्म करी पूरी किछि भल काम करी परित्राण पाइबा पे नहीं परित्राण पाइबा पे भल काम करबा दरकार नहीं परित्राण पाइला पर भल काम करबा दरकार अछि भल काम कर उद्धार पाई हेबो नहीं उद्धार पाइला पर भल काम करबार अछि आज प्रभु आमान को गोटे सुंदर प्रकाश दैछंती आज बसिक एठी प्रभु का वाक्य सुनबा पाए भल हला से रास्ता छुटी देले
ମୁଁ ଏକ ପ୍ରାର୍ଥନା କରୁଥିଲି ସେଦିନ, ପ୍ରଭୁ ଏବେ ଆମର ଗାଡି ଯାଉଛି ମଝିରେ ଅଟକି ଯାଉଛି, କାର ଓଲୁ ନାହିଁ, ସେତେବେଳେ ଯଦି ଆସିଗଲା ସେ କେତେ ଅସୁବିଧା। ଆମେ ତ ଡେଗାଇ ଯିବୁ କି ନ ଯିବୁ, ସେ 10 ଲକ୍ଷ କାର ଗଲା, ବାହାରି ନ ପାରିଲେ আমার জীবন ବି বেকার ହେଇଗଲା। ମୁଁ କହିଲି ପ୍ରଭୁ ନୂଆ ରାସ୍ତା ବାହାର କର ରାଜା, ନେକ୍ସଟ ଟାଇମ ଆଇଲା ବେଳକୁ ରାସ୍ତାର ଭିଡଟା ଛୁଟି ଦେଲେ ସେ ବାଟେ। ସକାଳେ 7 ତକ କହିଲେ ଆଜ୍ଞା ସେ ରାସ୍ତା ବନ୍ଦ ହେଲା। ମୁଁ କହିଲି ପ୍ରଭୁ ମୋର ପ୍ରାର୍ଥନା ଶୁଣିଲେ, ଏବେ କେତେ ବଢିଆ ରାସ୍ତା, ସତ କି ନାହିଁ, ଟ୍ରେନ ନାହିଁ କିଛି ନାହିଁ, ଆରାମରେ ଆସିବ କି ନାହିଁ। ଅଟୋରେ ବସୁ କଡେ ଲୋକ, ସେ ଅଟୋ ଝିକୁ ନ ସେ ଦବି ଦେଇକି କେତେ କଷ୍ଟ କି ନାହିଁ। ପ୍ରଭୁକୁ ଦୟା କଲେ ଛୁଟ ସେ ବାଟେ। ଲାଷ୍ଟ ମୁଁ ପ୍ରାର୍ଥନା କଲି ପ୍ରଭୁ ଦୟାକର ପ୍ରଭୁ ନେକ୍ସଟ ଟାଇମ ଏବେ ଆସିବେ ବୋଲି ମୁଁ ଜାଣିନଥିଲି, ମାତ୍ର ମୁଁ କହିଲି ପ୍ରଭୁ ନେକ୍ସଟ ଟାଇମ ଗଲେ ପ୍ରଭୁ ଏ ରାସ୍ତା ନାହିଁ ଆଉ ଭିନ୍ନ ରାସ୍ତା ଗୋଟେ, କେତେ ବଢିଆ ରାସ୍ତାରେ ଆସିଲୁ କି ନାହିଁ। गिंदरी गुड़ा है वो नो किंदरी आले केंती हो किंदरी किंदरी आगा किंदरी गुड़ा को आसी हो बढ़िया रास्ता लेकिन दे चंदे वे टू किंदरी गुड़ा में सब पड़वा लोग बच्चे तो ना धंधा तो हमें आंध्रा जाई थी मुई अब मोर सांगो से तेलुगुटा मते तेलुगु जाना नहीं से तेलुगु रे पचाची बुट सुठी दी टिपटा भी दिगरी पचाची बस कोटी जीवो वाला से लोग तले ऊपर देखला से बीए करी एलएलबी कला तेलुगु जोड़ा नहीं चाचे बस कोटी जीव से लोग तले ऊपर देखला है बोले वो कोई बोला से जानी ना कर जाना जरा नहीं सब आमान को अनुग्रह करंतु अनेक थोड़ा प्रभु आमान को दया करंती कृपा करंती से रास्ता बंद है का भल 2 लाइन 4 लाइन सा चालू करा पर उचित की ट्रेन आसले आवन पे फल की नहीं हां नहीं आसु एबे बेसी लोग आसबे बुलवा पाएबे कि नहीं बुलवा को बेसी लोग आइबे करा पटरे मु कहिबा पई चाहे अनुग्रह हमें पतित हेबाने जो प्रभु हमको अनुग्रह करिस भाई भौणी माने प्रभु हमको जो दया कले हमको जो क्षमा कले हमको जो अनुग्रह कले आमे जो क्षमा पाइछु अरे भूल करबो पाई नहीं अरे पाप करबो पाई नहीं मस्त खोलो तो अपन माने प्रथम जहन 2 पर्व 1 पद प्रथम जहन 2 पर्व तार 1 पद हे मोर बत्सगण तुम्हें माने जेपरी पाप न करो करो नहीं न करो एथि निमंते मु एई सब तुम मान को निकट को मो लिखु अछि किंतु कहीं जति पाप करे करबी बोली नहीं जति पाप करे हाँ 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 अछंती से धार्मिक जीशु के जति बाय चांस न करू करू मिसा पाप ही गला बोली कहले जीशु तो अछंती किंतु अनुग्रह पाप करबा पई नहीं पाप न करबा पई पाप न करबा पई जदि मद छाड़ी देछि छाड़ी तो देछि के बाध्य कला कि केमती ही कर पी देला बोले अरे सप्ताह जलामाय बार नहीं निहारी कौन करबा अछि घरे आसी करी आंठू मारी कांदी कांदी करी सेटा अनुग्रह करे जदि कास्त हुड़ा हुड़ी ही गेलो कौन करबा अछि अरे 15 दिन पेटे निसादरी करी ताकू देखुतिले हुड़ुथिबी चर्च में मिसा के लोग फट में ही बसते हो तब देख अरे चर्च में बसी मिसा हुड़ुथिबे केटा सेटा नहीं हुड़ा हुड़ी ही गेलो कि नहीं छिड़ी गला तो दिन तो 10टा वाला मार दो ही गेलो 12टा वाला तड़का नहीं दो जे लो साग लोक नहीं अच्छा तू इनो 3 मिसा सेटा अछि माडुल झगड़ा सत क्या खावा अछि बेसी लो माने सब बोले खुए झगड़ा बाबा मना कर दे मना कर माडुल बोले तमे हे बुआका तो हेले बोले कोन करबो सेटा मई कहछि जदी झगड़ा ही गेलो सासु बहु झगड़ा ही गेलो भल कर झगड़ा हबो से 4 पद को तमे 8 पद कह दियो तापरे मां लेबू पानी वाला बनाई दी कि मां वाला बनाता है नहीं कि 2 जन को ग्लास लेबू पानी पी के शांति ही जो सत की होची माडुल
আরে বুড়ি কু সাধবি আকু এমতি করবি তাকে সাধব বলে মরিগর জীবনে ঘরে কাল জিতিব তোমাকে রহবাকে দেব তো কଣ କରିବାର ଅଛି ଆପଣ ଯଦି ଝଗଡ଼ା ହେବେ ସାଙ୍ଗେ ସାଙ୍ଗେ ମୁଁ କହୁଛି ସ୍ୱାମୀ ସ୍ତ୍ରୀ ମାଡ଼ଗୋଳ ହେବେ କି ନାହିଁ ଭଲ କରି ମାଡ଼ଗୋଳ କୁଆକୁ ହେବେ ତାର ଭଉଣୀ ମାନେ ରେଡି ହେବେ ପାଉଡର ଲଗାଇବେ ଲିପଷ୍ଟିକ ଲଗାଇ ଦେବେ ଗାଡି ଟିକେ ବାହାର କର ମ କୋରାପୁଟ ଯିବା किस पाई दही बरा नले चाट खाई करी आइबा मते खा खा बरा सेटा होची माडगल बुझले कि नहीं सेटा माडगल जास्त तो झगड़ा आइतो तार पाके बसो चर्च जाई करी से बार बस चर्च को से बारे पास्टर बसत नहीं ए बारे बसो अच्छा देख बोलो देखबो हला बेसी को ताले खुटी देबो ताको सेनी কথা माडगल और कहबाटा कोन झगड़ा खत्म आवे नमाइबार नहीं अनुग्रहरे परित्राण पाइछि बोला आमे और भूल करबा पे नहीं हमें भूल करबा पे नहीं जदि जमान को मोबाइल अछि कि ना मोबाइल हां जदि झगड़ा हबो एटी व्हाट्सएप लोड अछि तो व्हाट्सएप रे मेसेज करला बेल को हाथ चला अछि कि तो अछि तो हां कोन पे अछि जदि कास्त झगड़ा hi जाई छो ताको किछ कहि पारुनो कोन करबो नमस्कार फटाई दो ताको तो क्या आउ किछ नहीं नमस्कार बोले कौनटा तो तुम क्षमा मागुची हाथ जोड़ अर्थ कि मुई तोर पाई प्रार्थना करुची मुई तते क्षमा मागुची मोर देई भूल हो गला बस की जदि बेसी भूल करतो दुईटा नमस्कार पठाई देबो आप थोड़े पठांतु सियाडु नमस्कार आसबो कि नहीं आसबो चेष्टा करू जदि कथा हेबा को कष्ट लागुची नमस्कार पठाई देबो ताकू जोगी तो पर से गोट दिन पर नमस्कार पटावे टिंग टिंग कले नमस्कार आइला वैसे कोई पे छे मानगो सत्या काम है जदी बाय चांस सही गला संगे संगे भूल करबार नहीं एबे लोग सिगरेट तानु थिला मस्ती को देखो मस्ती एतर देखो न था बोलले मते से हठात मौका देके देला सिगरेट तो पाटे पुराई छी दुटी मिया लागजे सेटा धरला धीरे धीरे चिनी दला और पकड़ बसा दिगरे टानी देछि धीरे धीरे से धुआं छल्ला परे भाई कोठी जाइथिले भाई मीटिंग जाइथिले केबे आसिले भलो अछंती मु कहले मुई तो भलो अछंती हमर केंती सेटा मु कहला भूल रे मध्य लुचि लुचि भूल करबो करिबो नहीं हमर बुढ़ा बुढ़ी मन कोई करी मरि छंती पानी रे हाग लागू उबक्सी बोली कर सतना नहीं कोन कोई छंती पानी रे हाग लागू उबक्सी बोली कोई चिकन मरि छंती से माने सेते से भूलन करबार आपण जत्ते बड़ भूल करले मने पाप लुचबो नहीं तनु मंडली को कहिबा पई चाहे हमें बड़ अनुग्रह दया रे हमें चर्च को आसीछु और चर्च भीतर पाप करबार नहीं करिबार नहीं प्रभु जी आमान को प्रत्येक को अनुग्रह करंतु ए कहिबा पई चाहे मोर प्रिय भाई भणी माने हम अनुग्रह रु पतित हेबा नाही तो आपण देखिबे एवरी 13 पर्व तर 8 और 9 पद एवरी 13 पर्व 8 और 9 पद जीसु ख्रीष्ट काली और आजी और चिरकाल समान जीसु ख्रीष्ट काली आजी और चिरकाल समान अटंती हां विविध और विपरीत प्रकार शिक्षा रे विचलित न हो कौन न हो विविध और विपरीत प्रकार शिक्षा रे नाना प्रकार शिक्षा आसबो से नाना प्रकार शिक्षा रे विचलित होबा आवश्यक अनुग्रह रक्षा प्राप्त इसके लोग नहीं प्रभु नहीं कि हम सब पाप पाई कुसरे मरि जाई छंती तबे एबे पाप कोली मिसा चलबो बोले हितबो काई की सत कथा का तो बाइबल ले कहीं नहीं जदि मोर सब पाप पाई जदि क्रूसर मरि गले बोले मोर बाद जाय पाप करबे कि छबो नहीं बाइबल सेंती कहू नहीं बाइबल कोन कहूची मु जहा पाप करिछि अतीत रे यीशु को क्षमा मागिबा संग संग से क्षमा दे देबे किंतु क्षमा पाइला पर जो पाप करूछि सब दिन क्षमा मागिबा दरकार सब दिन क्षमा मागवा प्रभु मोर भूल हो गला प्रभु क्षमा करो प्रभु एटा के दिन चली थिबो यीशु को भेटवा जाए एटा पापर जगत रे अछु हां देखु देखु आकिन और भिन्न भावना भारी आसबो हां देखु देखु भारी आसबो काकू देखले बोले कोटाल तो भारी आसबो ता साड़ी को दिखे लोभ कर देबो मन तार गाड़ी को दिखे लोभ कर देबो तो ताको भी लोभ कर देबो
হাত না নাই কোনটা পাপ আখিরে মধ্যে ହେଇପାରେ କୋଉ କୋଉ ଦୁଇ ପଦ ଉଲ୍ଟା କହିଦେଇ ହବ ଭଲ କରି ଗଡ଼ବଡ଼ କରିଦେଇ ହବ ସେତିକି ନାହିଁ ଭଉଣୀ ମାନେ ପରିତ୍ରାଣ ପାଇଲେ ମଧ୍ୟ ସାତ୍ରୀ ସହିତ ଯଦି ପଡୁନାହିଁ କଣ କରିବ ରାତିରେ ବାସି ଭାତକୁ ତଳେ ପକାଇ ଉପରେ ଗରମ ଭାତ ଟିକେ ସର୍ଦି ଦେଇ ହଉଛି କି ନାହିଁ ମୁଁ କଣ ପାଇଁ କହୁଛି ସେ ପାପ ଆମେ କରି ଥିବୁ କଣ କରିହେବ ମୋର ମା ହେଲେ ଗୁଲାବଜାମ ମୋର ମାକୁ ବେଶୀ ଗୁଲାବଜାମ ପସନ୍ଦ ମୋ ମାକୁ ନାଇକି ସେ ଦୋକାନର ସେ କଲା କଲା ଥିବ ସେଟା ଏକା ତାକୁ ବେଶୀ ଭଲ ଲାଗବ କାରଣ ଦାମିକାଟା ମିଶା ଭଲଟା ମିଶା କିନ୍ତୁ ଏ ସାତ୍ରୀକୁ ତାଙ୍କୁ ନାଇଁ ମୋ ଜିଲାପି ବେଶୀ ଭଲ ଲାଗବ ରାସ୍ତା ଛାଡିଥିବେ ଯେ ରାଜସ୍ଥାନୀ ବାଲା 10 ଟଙ୍କା ମିଳିବ 4 ଟଙ୍କା ସେଟା ହବ ଡକରି ପାଇଁ ନହେଲେ ମାକୁ ନେଇକି ହାଟ ଜିଲାପି ବେଶୀ ତ ଆମର ଭାବନାରେ କହିଲା ବେଳକୁ କୋଉ ଟିକେ ଟେଢା ମେଢା ହେଇଥିବ ତ ସେଇଟାକୁ କଣ କରିବା ଅଛି ପ୍ରଭୁ ମନେ ପକାଇ ଦେଲା ବେଳକୁ କ୍ଷମା ଆମେ ଅନେକ ବିଷୟ କ୍ଷମା ମାଗିଛି ପ୍ରଭୁଙ୍କୁ ଯେତେବେଳେ ଯୋଉଟା ମନେ ପଡେ ମୁଁ ପ୍ରଭୁଙ୍କୁ କହି ପ୍ରଭୁ ସେତେ ମୁଁ କ୍ଷମା ମାଗୁଛି ଥରେ ଜଣଙ୍କ ସହିତ ମୋର ମାଡଗୋଳ ହେଇଯାଇଥିଲା କଥାବାର୍ତ୍ତା ନାହିଁ କେତେ ଦିନରୁ କଥାବାର୍ତ୍ତା ନାହିଁ ସେ ବି ମତେ ଦେଖିଲେ ଗାଡିଆ ଦେଖୁଛି ମୁଁ ବି ତା ଗାଡିଆ ଦେଖୁଛି ସେ ଦେଖିଲେ ମୁଁ ଦେଖିବି ନାହିଁ ମୁଁ ବି ତା ଗାଡିଆ ଦେଖୁଛି ଦିନେ ବସିକରି ପ୍ରାର୍ଥନା କରୁଛି ରାତି ବେଲେ 2ଟା ପରା ହେଇଥିବ ଘଣ୍ଟେ ଅଧେ ପାଖାପାଖି ହବ ବସି ପ୍ରାର୍ଥନା କରୁଛି ପ୍ରଭୁ କହିଲେ ତୁ ତାକୁ କ୍ଷମା ଦେଇନୁ ତାକୁ ଗାଡିଆ ଦେଖୁଛୁ ମୁଁ କହିଲି ପ୍ରଭୁ ସେ ବି ସତ ମତେ ଦେଖୁଛି ସେ ଦେଖିଲେ ତୁଇ କାହିଁକି ଦେଖୁ ତୋର ଯୋଉ ଭୁଲ ହେଲା ତୁ କ୍ଷମା ମାଗ ତାକୁ କ୍ଷମା ମାଗ କୋଉଠି ଯିବି ମୁଇଁ ମୋବାଇଲ ବେଟଲି ସେ ବି ଅନଲାଇନ ରେ ଥିଲା ତାକୁ 2ଟା ନମସ୍କାର ପଠାଇ ଦେଲି ନମସ୍କାର ପଠାଇ ଚୁପ ହେଇଛି ହାଲେଲୁୟା ଟିଙ୍ଗ ଟିଙ୍ଗ କଲା ସେ ଗୋଟେ ନମସ୍କାର ପଠାଇଲା ଓଦା କ୍ଷମା କଲା କି କିସକି ମାତ୍ର ସେ ମିଶା ପଠାଇଲା ସେ ଦିନରୁ ଆମର ସେ କଥାବାର୍ତ୍ତା ଆଉ ସେ ମୁଁ ପୁଲା ପୁଲିଆନି ନାଇଁ ଆରାମ କରବା ହୃଦୟ ନ ମିଶିଲେ ହାତ ମିଶାଇ ଦେଇଥିବା ହାତ ମିଶି ହୃଦୟ ମିଶିଯିବ କି ନାଇଁ ତ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଗାମୀ ସମୟରେ ଦେଖିବେ କୋୟଲ ଗ୍ରୁପରେ ଗୀତ ଗାଉଥିବେ ମାତ୍ର ତାର ପାଖେ ଠିଆ ହେବେନି ହେଲା ଏଲୋ ସେ ମୋର ପାଖେ ଠିଆ ହେବନି ସେ ସିଆଡେ ଠିଆ ହେବ କୋୟଲ ଗ୍ରୁପ ଆରାଧନା କରିବାକୁ ଆସିଛି କି ନାହିଁ ଗୋଟେ କାରରେ ଯାଉଥିବ ଭାଇ ତା ସହିତ ମୁଁ ସାଙ୍ଗରେ ବସିବି ପଛରେ ବସିବି ନା ସାଙ୍ଗରେ ସେ ଚକା ପଟେ ପଛେ ବସିବି ବୋଲେରୋରେ କିନ୍ତୁ ତା ସାଙ୍ଗେ ବସିବି ନାହିଁ ତେଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯଦି ଆପଣଙ୍କ ଜୀବନରେ ଛୋଟ ପାପ ହଉ ବଡ ପାପ ହଉ ଯାହା ବି କରିଛନ୍ତି କଣ କରିବା ଅଛି ଆମେ କାରଣ ଅନୁଗ୍ରହ ଦ୍ୱାରା ଆମେ ରକ୍ଷା ପ୍ରାପ୍ତ ହେଇଛୁ ତ ଅନୁଗ୍ରହ ଦ୍ୱାରା ରକ୍ଷା ପ୍ରାପ୍ତ ହେଇଥିବାରୁ ଆହୁରି ପାପରେ ରହିବାର ଆଜି ପ୍ରଥମ ଦିନ କାଲିକି ଦ୍ୱିତୀୟ ଦିନ ତୃତୀୟ ଦିନ ପ୍ରତିଷ୍ଠା ଦିବସ ସେତିକି ଭିତରେ ସବୁ ଭିତର ମାର୍ଟ ଗଲ ସବୁ ବେଟି ଦେଇଥିବାର ଅଛି ହେଲା ଯେତିକି ମୁଁ ବୁଲାବୁଲି ସବୁ ଯଦି ମିଶିବେ ନାହିଁ ଝିଅ ମାନେ ମତେ କହିବ ହେଲା ତାପରେ ଯେ ବସବା ତାପରେ ଚା ଖାଇବା ଆଉ କୋରାପୁଟ ଜଳଖିଆ ମଗାଇବା ତାପରେ କହିଦବା ଆଜ୍ଞାଙ୍କର ଫିଜ 1000 ଟଙ୍କା ମିର ଆଜ୍ଞାଙ୍କୁ 500 ଟଙ୍କା ହେଲା 1500 ଟଙ୍କା ଆଉ ଖାଇବା ପିଇବା ଯେତିକି ଲୋକ ଯିବ ସବୁ 500 2000 ଟଙ୍କା ରେଡି କର ନହେଲେ ମିସ୍ ବିଲ୍ କରିବ ନାଇଁ लो 2000 ନାଇଁ ମିଶି ଯିବ ମିଶି ଯାচ্ছে କହିବା ପାଇଁ ଚାहे କଣ କରିବା ଅଛି ଆମେ ତ ଛୋଟ ପରିବାର କି ନାଇଁ କି ଛୋଟ ପରିବାର ଏଠି ଆଡେ ମାଡ ଗଲାର ନାହିଁ ସରିଗଲା ସେଟା ସେ କପାକୁ ବି ସରିଗଲା ସେଟା କଣ କହୁଥିଲା ଆଗ ମତେ ଚର୍ଚ୍ଚ ଆସିବାକୁ ଇଚ୍ଛା लो ମତେ ତାର ମୁହଁ ଦେଖିବାକୁ ଇଚ୍ଛା ନାହିଁ ବୋଲି କଣ କରିବା ପ୍ରଭୁ ଆର ପାଇଁ ଗୋଟେ ସ୍ୱର୍ଗ ତାର ପାଇଁ ଗୋଟେ ସ୍ୱର୍ଗ ବନେଇ ଦେବେ କି ସିଧା କହିବେ 2 ଲକ୍ଷ ସ୍ଥିତି ଯାଅ ବୁଝିଗଲ ତ 2 ଲକ୍ଷ ସ୍ଥିତି ଯିବେ ସେମାନେ ତେଣୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ବାକ୍ୟ ଶୁଣିଲା ବେଳକୁ ଗୁଡାକ ଡବା ମନ ଛାଡ଼ିଲେ ପରା ଅଛି କି କେମିତି ନାଇଁ ଏ ଭିତରେ ଛାଡିଦେବା ହେଲା ଏ 3 ଦିନ ଗୁଡାକ ଡବା କଣ କରିବ ଗାତ କୋଉଠି ଖୋଲବ আর তপি দেবো ହେଲା ଉପରେ ମାଟି ପକା ଦେଇ ফুল ପକାଇ ଦେବ ବୋଲେ କିଟା ତକ ମୁଇଁ ଖବର ଦେବି ସେଟା କଣ କରିବ ମା ମାନେ ଦେଖିବ ନାହିଁ କଣ କରିବ ଏମିତି ଖୋଲବ ଟିକେ ଗୁଡାକ ଡବାକୁ କେମିତି ଠିଆ କରିବନି ଠିଆ ହେଲେ ସେ ତେଲୁଗୁ ଲୋକ କରିବେ ଆମେ ଖ୍ରୀଷ୍ଟିଆନ ଲୋକ ଆମେ କଣ କରିବୁ ଏମିତି ଶୁଆଇ ଦେବ ଶୁଆଇ ଦେବ ମାଟି ଚାପାଇ ଦେବ ଆରେ ଆଜିଠୁ ତୁଇ ମୋର ପାଇଁ ମରଲୁ ମୁଇଁ ତୋର ପାଇଁ ମରଲି ତପି ଦେବ ପାନୀୟ ଲୋକ ପକାଇ ଦେବ ଚାପଟି ମାରି ଦେଇକରି ফুল টিকে কিসটা মা নাইলো আজ গুড়া গুড়াକୁ
খবর দিয়েছি 3 দিনের পর উঠা বলে আর তাকে 3 দিন পরে আরে উঠাইবে সমস্ত কহিবা পাইছে সমস্ত ভাই মানে আমার দাঁত সপাতিবার ଅଛି ଖ୍ରୀଷ୍ଟିଆନ ଦାନ୍ତକୁ ଦେଖି ଲୋକ ଜାଣିବେ ଇଏ ଖ୍ରୀଷ୍ଟିଆନ ବୋଲି କରେ ସତ ନା ଆଗେ କେମିତି ଥିଲା ଏବେ ସେଟା ଆମେ ତ ଚେଷ୍ଟା କରିବା କାହିଁକି ମୁଁ କହୁଛି ଆମେ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଛୁ ସେ ଅନୁଗ୍ରହକୁ ଆମେ ନଷ୍ଟ ହେବାକୁ ଦେବା ନାହିଁ ତ ଅନୁଗ୍ରହ ଦ୍ୱାରା ରକ୍ଷା ପ୍ରାପ୍ତ ହେଇଛୁ ଆଉ ଅନୁଗ୍ରହ କଣ ଶିକ୍ଷା ଦିଏ ଆମକୁ ତିତସ ତାର 2 ପର୍ବ 11-12 ତିତସ 2 ତାର 11 ଆଉ 12 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି କାହାର ପାଇଁ ସମସ୍ତଙ୍କର ପରିତ୍ରାଣ ପାଇଁ ଅନୁଗ୍ରହ ପ୍ରକାଶିତ ହୋଇଅଛି ପୁଣି ଆମେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି এই ବର୍ତ୍ତମାନ ଯୁଗରେ ସୁବୁଦ୍ଧି ଧାର୍ମିକ ଭକ୍ତ ଭାବରେ ଜୀବନ ଯାପନ କରୁ ତ ଅନୁଗ୍ରହ ଦ୍ୱାରା ପ୍ରଥମ ବିଷୟ କଣ ଆମେ ରକ୍ଷା ପ୍ରାପ୍ତ ହେଇଛୁ ଆଉ ଦ୍ୱିତୀୟ ବିଷୟ କଣ କରେ ଅନୁଗ୍ରହ ଆମମାନଙ୍କୁ ଧାର୍ମିକ ଜୀବନ କାଟିବା ପାଇଁ ଶିକ୍ଷା ଦିଏ ଅନୁଗ୍ରହ କଣ କରେ ଦ୍ୱିତୀୟ ବିଷୟ ଆମମାନଙ୍କୁ ଧାର୍ମିକ ଜୀବନ କାଟିବା ପାଇଁ ଶିକ୍ଷା ଦିଏ କଣ ଲେଖାଯାଉଛି ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏ ବର୍ତ୍ତମାନ ଯୁଗରେ ସୁବୁଦ୍ଧି ଧାର୍ମିକ ଭକ୍ତ ଭାବରେ ଆମେ ଜୀବନ ଯାପନ ଏଇଟା ଅନୁଗ୍ରହ ଆମକୁ ଶିଖାଉଛି ଅନେକ ଲୋକ ଭାବୁଛନ୍ତି ମୁଇଁ ତ ପରିତ୍ରାଣ ପାଇଗଲି ମୁଇଁ ତ ପାଇଗଲି ପାଇ ତ ଗଲି ଆରି ଏବେ ଯେମିତି ହେଲେ ମିଶା ନାଇଁ ଅନୁଗ୍ରହ କଣ କରେ ଆମେ ରକ୍ଷା ପ୍ରାପ୍ତ ହଉ ତାପରେ ଆମକୁ ଧାର୍ମିକ ଜୀବନ କାଟିବା ପାଇଁ ଗୋଟେ ପରିବର୍ତ୍ତିତ ଜୀବନ କାଟିବା ପାଇଁ ଆମକୁ ସେଇଟା ଅସୁବିଧା ହେଇଯାଉଛି ଆମେ ପରିବର୍ତ୍ତନ ତ ଏଇ ଚର୍ଚ୍ଚରେ ଆସୁଛୁ କିନ୍ତୁ ଆହୁରି ପରିବର୍ତ୍ତନ ହେବାଟା ଅଟକି ସେତେ ଇଚ୍ଛା ହେଲେ ପଛକୁ ଆଉଥିଲେ ଦେଖିବେ ପ୍ରାର୍ଥନା ସରିଲା ପରେ ଭଉଣୀ ମାନେ ମାଡଗୋଳ ଲାଗୁଥିବେ ଥରେ ଗୋଟେ ଜାଗାରେ ଯାଇଛୁ ମୁଁ ଡାକିଥିଲେ ବକ୍ତା ଭାବରେ ରବିବାର ଦିନ ଚର୍ଚ୍ଚ ଗଲି ପ୍ରଚାର କଲି ସମସ୍ତେ ପଳେଇ ଆସିଲେ ମୁଁ ଚର୍ଚ୍ଚରେ ବସିଛି ପାଞ୍ଚଟା କହିଲେ ଆଗେ ଟିକେ ଥାନ୍ତୁ ଭଉଣୀ ମାନେ ତ ଯିବେ ରୋଷେଇ ହେଇଥିବ ବଢାବଢି କରିବା ଡେରି ହେବ ଏ ପଇସା ପତ୍ର ଗଣିବେ ସବୁ ବନ୍ଦ କରିବା ସାଙ୍ଗରେ ଯିବା ସବୁ ବନ୍ଦ କରି ଗଲା ବେଳକୁ ଏ ଭଉଣୀ ମାନେ ଯାଇକରି ବାଟେ ମାଡଗୋଳ ଲାଗୁଛନ୍ତି 2ଟା ଭଉଣୀ କୁକୁଡ଼ା ଗାଲି ପରା ମୁଣ୍ଡ ଜୁରାଇଛନ୍ତି ବାଲ ବୁଲା ସବୁ ଝିକା ଟାଣା ହଉଛନ୍ତି କେଟା ଭଉଣୀ ଆଟା ଖୁଚିଛନ୍ତି ଶାଢୀ କେଟା ଏ ବାଟେ କେଟା ସେ ବାଟେ ଆରି କେଟା ଚାରିଆଡେ ଘେରି କରି ଦେଖୁଛନ୍ତି ହେଲେ ଆମେ ଆସୁ ମାଡଗୋଳ ଏତେ ମାତି ଯାଇଛନ୍ତି ଆମେ ଆଗଟା ଜାନା ନାହିଁ ଜାଣିନାହାନ୍ତି ଆମେ ଆସିବାଟା ହେଦେ ପାଷ୍ଟର ଆଜ୍ଞା ଆଇଲେ ବକ୍ତା ଆଜ୍ଞା ଆଇଲେ ବୋଲାରୁ ମାଡଗୋଳ ଛାଡି ଦେଇକି ପ୍ରେସ୍ତଲଟା ଆଜ୍ଞା ବୋଲୁଛନ୍ତି ବାଲ ବର୍ଷ ଠିଆ ହେଇଥିଲା କ୍ରୁର ସିଂ ଭଳିଆ ଝିକାଟ ନାହିଁ କରି ସବୁ ପ୍ରେସ୍ତଲଟା ଆଜ୍ଞା ମୁଁ କହିଲି ଓରେ ଜାତିଆ ମାନେ କି ବୁର୍ବୁଟି ଦଶତ କି ନାହିଁ ଆମେ ସବୁ ଛାଡି କରି ଆସିଥିଲୁ ପରା ସତରା ନାହିଁ ସେ ଛାଡି କରି ଆସିଥିଲୁ ହେଲେ ଆହୁରି ହେତୁ କରବାର ନାହିଁ ସେଟା ପଛେ ଛାଡିଛୁ କି ନାହିଁ ତ ବାଇବଲ କଣ କହୁଛି ଲଙ୍ଗଳରେ ହାତ ଦେଇ ଆରି ପଛ ବାଟେ ଆରି ଆକୁ ଆଖା ଯିବାର ଅଛି ହାତ ଦେଇଛୁ ଆରି ତେଣୁ ପଛକୁ ଅନାଇବାନି କଣ କରିବା ଏ ଅନୁଗ୍ରହ ଆମକୁ ଧାର୍ମିକ ଜୀବନ କାଟିବା ପାଇଁ ସାହାଯ୍ୟ କରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ବାକ୍ୟ ଶୁଣିବା ସମୟରେ ଯଦି ଆପଣ ଦେଖିବେ ପ୍ରଥମ କରନ୍ଥିୟ ଦ୍ୱିତୀୟ କରନ୍ଥିୟ ପ୍ରଥମ ଅଧ୍ୟାୟ ଦ୍ୱିତୀୟ କରନ୍ଥିୟ ତାର 1 ପର୍ବ 12 ପଦ ଦ୍ୱିତୀୟ କରନ୍ଥିୟ 1 ପର୍ବ 12 ପଦ ଜଗତରେ ବିଶେଷତ୍ୱ ତୁମମାନଙ୍କ ପ୍ରତି ଆମ୍ଭେମାନେ ସାଂସାରିକ ଜ୍ଞାନର ଆଚରଣ ନ କରି ଈଶ୍ୱରଙ୍କ ଅନୁଗ୍ରହରେ ତାଙ୍କ ପବିତ୍ର ଓ ସରଳ ଭାବରେ ଅନୁସାର ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି ଏହା ଆମ୍ଭମାନଙ୍କର ଦର୍ପର ବିଷୟ କେମିତି ଜୀବନ ଯାପନ କରିବାର ଅଛି ପବିତ୍ର ଆହୁରି ସରଳ ଭାବରେ ଆଗେ ପବିତ୍ର ଜୀବନ ନଥିଲା ଆଗେ ଯେମିତି ଇଚ୍ଛା ସେମିତି ସତରା ନାହିଁ ମୁଁ କହୁଥିଲି ଆପଣମାନଙ୍କୁ ଆମର ପର୍ବ କେତେବେଳେ ସରୁଥିଲା ଡାବର ମଦ ସର୍ବାର ପରବ ସେବେ ସର୍ବା ତାଇଲେ 2 ଠେଙ୍କା ପଡି ଯାଇଥିବା ହାଣ୍ଡି ଚପାଚୁପି ମାଡଗୋଳି ଥାନା ବାଟ ହେଲା ପରେ ପୋଲିସ ଗାଡି ଆସି କହିବ ଏଇ ଆଜିଠୁ ପରବ ସରିଲା ବୋଲେ ସେତେବେଳେ ପରବ
ডাবার মত যেবে সরুଥିଲା পরব তেবে সরুଥିଲା। ମୋର ପ୍ରିୟ ଭାଇ ଭଉଣୀ ସେ ଦିନ ପଳେଇଲା। ଏବେ ବି ଆମର ଲୋକମାନେ ଯେନ୍ ପ୍ରଭୁଙ୍କୁ ପାଇନାହାନ୍ତି ସେ ଅବସ୍ଥାରେ ଏକା ଅଛନ୍ତି। ତାଙ୍କର ଘର ବି ଘୁଷା କୁଡ଼ିଆ ଭଳିଆ ଏକା। ଘର ଗନ୍ଧ ପୁରା ଗନ୍ଧ ନାହିଁ, ଥାଲିକିନା ଗନ୍ଧ, ମୁଣ୍ଡ ଗନ୍ଧ, ତାର ତକିଆ ମିଶା ଗନ୍ଧ, ପାଗଳ ବଟା ମିଶା ଗନ୍ଧ। ଉଦ୍ଧାର ପାଇନାହାନ୍ତି। କିନ୍ତୁ ଆମମାନଙ୍କୁ କାହିଁକି କହୁଛି, ଆମେ ପ୍ରଭୁଙ୍କୁ ଜାଣିଲା ପରେ ଆମର ଜୀବନରେ ପବିତ୍ରତାରେ ଆଉ ସରଳତାରେ ଆମେ ବଢିବା, ସାଂସାରିକ ଜ୍ଞାନ ଅନୁସାରେ ଆଚରଣ ନ କରି ପବିତ୍ର ଆଉ ସରଳ ଭାବରେ ଆମେ ଜୀବନ ଯାପନ କରିବାର ଆବଶ୍ୟକ ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। କାହିଁକି ଏଟା କହୁଛି, ଆଗକୁ ଆମେ କେମିତି ଜୀବନ କାଟିବାର ଅଛି। ଆମେ ଚର୍ଚ୍ଚ ଭିତରେ କେମିତି ଜୀବନ କାଟୁଛୁ ବଡ ବିଷୟ ନାହିଁ, ଚର୍ଚ୍ଚର ବାହାରେ କେମିତି କୁଲି କରିବା ଜାଗାରେ କେମିତି ଅଛୁ, ଭୂତି ଯିବା ଜାଗାରେ କେମିତି ଅଛୁ, ଯୋଉଠି ବ୍ୟବସାୟ କରୁଛୁ କେମିତି ଅଛୁ, କାହା ସାମାନ ପଡି ଯାଇଥିବ କେମିତି। ଏବେ ମଝିରେ ବାହାରିଥିଲା ଗୋଟେ ମନ୍ଦିର, ବଡ ମନ୍ଦିରର ପୂଜାରୀ ସୁନା ଚୋରି ଦେଇଛି। ବଡ ମନ୍ଦିରର ପୂଜାରୀ ଗାଦା ସୁନା ଚୋରି କରିଛି। ଆଉ ଗୋଟେ ମାମୁଲି ଗରିବ ଲୋକ ପଡିଥିବା ସୁନା ବେଟିକୁ ପୋଲିସକୁ ଆଣିକରି ଭାବି ଦେଖ। ସେ ପୂଜାରୀ ଯଦି ଟିକେ ଥାନ୍ତା ମୁଣ୍ଡରେ ମସଲା ଶିଖିଥାନ୍ତା ତାଠୁ, ଆମେ କଣ କରିବା? ଆମେ ଗରିବ ହେଇପାରିବା କିନ୍ତୁ ଚୋର ହେଇପାରିବା, ଚୋର ହେବା ନାହିଁ। କାହିଁକି ମୁଁ କହୁଛି, ଆମେ ବେଶୀ ପଇସା ଥିଲେ କି କମ ପଇସା ଥିଲେ ମିଶା ଆମର ଖାଇବାର ଅଭାବ ହେବ, ଚଳିବା ଅଭାବ ହେବ ନା। ଆମକୁ ଅଭାବ ହେବ କି ମା ମାନେ? ନାଇଁ, ଆମର ଅଭାବ ନାହିଁ। ଆଗ ତ ଗୋଟେ ସାବୁନ ଥିଲା, ଏ ପିଲାମାନେ ସେ ସାବୁନ ଜାଣି ମିଶା ନାହାନ୍ତି କି ନାଇଁ। ସେ ଟିନ୍ ସାବୁନରେ ଲୁଗା ଧୋଇବାର, ତାହେଲେ ମୁଣ୍ଡ ଧୋଇବାର, ତାହେଲେ ଗାଉଡ ମିଶା ଆଣି ବେଶୀ ତ ସେ ଯାଇକରି ଛାରରେ ଉକୁଳାଇବାର ମିଶା ଦିନ ତାଠୁ ବେଷ୍ଟ ସଫା କେବେ ମିଶା ଲୁଗା ସେଟା ବି ଥିଲା। ସେଇଠୁ ପ୍ରଭୁ ଆମକୁ କୋଡେଇ କରି ଆଣିଛନ୍ତି। ବେଳେ ବେଳେ ବିବାହ ଗଲେ କାହାର କାହାର ଜୁତା ମାଗି ଯାଉଥିଲୁ ପିନ୍ଧିକରି, ଏଲେ ଦେଇଥାଲ ଛିଡାଇ ବୁଲ ନାନୀ, ଛିଡାଇ ବି ନାଇଁ लो, ଛିଡାଇ ବି ନାଇଁ ବୋଲି ସେ ଦିନ ଗୁଡାକ ଥିଲା। ଏବେ ସେଟା ନାହିଁ, ଆମର ଜୁତା ପିନ୍ଧିବାକୁ ଲୋକ ନାହିଁ, ସତ କି ନାଇଁ। ଭଉଣୀ ମାନେ ହିଲ ପିନ୍ଧି ଢାଲ ଦେବା ଦେଇଥାଉଛନ୍ତି। ଏବେ ଆମକୁ କେତେ ସୁନ୍ଦର ଜୁତା ଅଛି ତା ହିସାବ ମିଶା ପ୍ରଭୁ ଆମକୁ ଢେର ଆଶୀର୍ବାଦ କରିବେ। କଣ ଦେଇନାହାନ୍ତି ଆମକୁ ଭାଇ ଭଉଣୀ ମାନେ। ଏବେ ଆଜି ସେ ଲୋବରା ଲୋବରି ହେବାର ନାଇଁ, ଯାହାଟା ମିଳିଲେ ତାকে ଧରି ଦେବାର ଅଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆଜି ବସବାସ ଉପରେ ଚିନ୍ତା କରିବା ପାଇଁ। ଥରେ ଗୋଟେ ଚର୍ଚ୍ଚରେ ମୁଁ ବାକ୍ୟ ଦଉଥିଲି, ସେଠି ଗୋଟେ ପୁଅ ଥିଲା, ସେ ଇଲେକ୍ଟ୍ରିକ କାମ କରିବ। ତାକୁ ମୁଁ ପଚାରିଲି, ହଇରେ ବାବୁ ଇଲେକ୍ଟ୍ରିକ କାମ ତ କରୁଛ ଯେ ଏ ଘରେ କଣ କରିବା କେତେ ତୁମେ ଜାଣୁଛ? ନାଇଁ ଆଜ୍ଞା, ସେ ଘର ନେମ୍ ପ୍ଲେଟ କୁ ଦେଖିଲେ ମୁଁ ଜାଣିଦେବି ଘରେ କି କାମ କରିବା ଅଛି ବୋଲି। ଡକ୍ଟର ବୋଲି ଲେଖା ହେଇଥିବ, ଇଞ୍ଜିନିୟର ଥିବ, ଧନୀ ଥିବ, ସେ ପ୍ଲାନ କରିବ ଆଜି ଘରେ କି କାମ করবি সে কত আগে এটা নষ্ট হয়েছে এটা নষ্ট সে নষ্ট বলে দিন যাক লামাইব আর 1000 কি 2000 ধরে করে আসবো আর তাকে লোক ডাকি নেউଥିଲେ কোন পাই সে কারেন্ট কো সেট করবা পাই কারেন্ট বিল বেশি আসলে চিড়া পড়া করে জল কম আসবে কি নাই সে কাম সে করুছিলা দিনে ମୁଁ ଚର୍ଚ୍ଚରେ ବାକ୍ୟ ଦଉଥିଲି ତମେ କ୍ଷୀରରେ ପାଣି ମିଶାଇଲା ବେଳେ ଯଦି ପ୍ରଭୁ ଭାରି ଆସିଲେ କେମିତି କରିବ ବୋଲି କ୍ଷୀର ବିକୁଛନ୍ତି ପାଣି କାବୁଛନ୍ତି ଡାଲିରେ ଦେଖିବେ ସେମାନେ ଡାଲି ସାଇଜର ଗଡି ମନ ଥିବ ଚାଉଳରେ ଚାଉଳ ସାଇଜର ଗଡି ମନେ ଥିବ ଆରେ ଠକବାକୁ ଲୋକ ପୁରା ନମ୍ବର 1 ଥରେ ଗୋଟେ ଦୋକାନରେ ମୁଁ ଆମ୍ବ କିଣିଲି ନା ଏପଲ କି କମଳା କଣ କିଣିଲି ଗୋଟେ କେଜି କିଣିଲି ହେଲା ମୁଁ ଭଲଟା ତାକୁ ଦେଲି ସେ ତୁଳିଲା ଆରେ ଜରି କାଢବା ବୋଲି ତଳେ ରଖିଲା ତଳେ ରଖିକରି ତଳେ ଗୋଟେ କିଡ଼ାଟା ଥିଲା ସେଟା ବେଟି କରି ଜରି ବାନ୍ଧ ବାନ୍ଧ କରି ଘରେ ଆଣିଲି ମୋ ସ୍ତ୍ରୀ ତ ଧରିଲେ ତମକୁ ଦୁଷୁ ନାହିଁ ତମେ ଜାଣିନ ଏମିତି କିଡ଼ାଟା ଆଣିଛ ଅଙ୍କ ଆଣିଛ ମୁଁ କହିଲି খারা খারা জীবী মুই ঘেনি আসলি আইলা পরে ভিড়া শুনছি কাই দেখবা দেখলা আলগো সবু মুই তো ভোলটা বাঁচলি কিড়াটা কুটরাইলা সে কোন করছে দোকানওয়ালা তুললা বেলকু সে নিক্তি সত্য তলকু গলা আর জরিরে ঢাললা পরে করে মোর ভোলটা তলে রখি সে তলে অলরেডি একটা কিড়াটা আমার কেজি অধ কেজি 2 কেজি মানে রখিছে সেটা ওর গাড়ি মতে দেই দেলা বেশি দুঃখ লাগলা তাকে কহিলি বাবুরে তুই মকে ঠকিছু তোর দোকান কদিন ঢাপিয়ে যাব বললি মনে মনে কই দিন বিশাল মাঠে আবি এবার তো হুড়া শুনছি সব সুযোগ আছে নাই কইবার নতিলা কই
ଦେଲି ଭାଇ ମନେ ମନେ କହିଲି ତ ଦୋକାନ ଗୋଟେ ଦିନେ ଧାପି ହେଇଯିବ ଏବେ ତାର ଦୋକାନ ନାଇଁନି ପ୍ରିୟ ଭାଇ ଭଉଣୀ ମାନେ ଆମକୁ କଣ ଦରକାର ଆମକୁ ବନ୍ଦର ପାଣି ଦରକାର ନାହିଁ ଝର୍ଣ୍ଣା ପାଣି ଦରକାର ସେତିକି ଆମକୁ ଏକା ସାଙ୍ଗେ ରୁଡାଇବା ଆବଶ୍ୟକ ଆମକୁ ପ୍ରଭୁ ଯଥେଷ୍ଟ ଯଥେଷ୍ଟ ଆମକୁ ପ୍ରଭୁ ଅଭାବ କରିବେ ନାହିଁ ତ ଏବେ କଣ କରିବା ଅଛି ଆମର ପରିବର୍ତ୍ତନ ଜୀବନକୁ ଲୋକ ଦେଖିବାର ଅଛି ଆମର ଜୀବନରେ ପ୍ରଭୁକୁ ଲୋକମାନେ ଦେଖିବାର ଅଛି ତେଣୁ ଆମେ କଣ କରିବା ଆଗକୁ ଆହୁରି ପାପରେ ରହିବା ନାହିଁ ମସ୍ତ ଖୋଲନ୍ତୁ ରୋମିଓ ତାର 6 ପର୍ବ ତାର 1-2 ପଦ ରୋମିଓ 6 ତାର 1 ଆଉ 2 ତେବେ ଆମ୍ଭେମାନେ କଣ କରିବା ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା ଅନୁଗ୍ରହ ପ୍ରଚୁର ବୋଲିକି ପାପରେ ରହିଥିବା ତାହା କେବେ ନ ହେଉ ପାପ ପ୍ରତି ମୃତ ଯେ ଆମ୍ଭେମାନେ ପାପ ପ୍ରତି କଣ ମୃତ ପାପ ପ୍ରତି କଣ ମୃତ ପାପ ପ୍ରତି ମରି ଯାଇଛୁ ମୂର୍ଚ୍ଛା ହେଇନୁ ପାପ ପ୍ରତି ମୂର୍ଚ୍ଛା ହେଇନୁ ଆମେ କଣ ହେଇଛୁ ପାପ ପ୍ରତି ମରି ଯାଇଛୁ ଆମ୍ଭେମାନେ ସେଥିରେ କିପରି ଆଉ ଜୀବନ କାଟିବା ଯୋଉ ପାପ ମୁଁ ଛାଡ଼ିଛି ସେ ପାପରେ ବି କେମିତି କରିପାରିବି ତ ପ୍ରଥମେ ଅନୁଗ୍ରହ ଦ୍ୱାରା ଆମେ ରକ୍ଷା ପ୍ରାପ୍ତ ହେଇଛୁ ଆଉ ଅନୁଗ୍ରହ ଆମକୁ ପବିତ୍ର ଜୀବନ କାଟିବା ପାଇଁ ଧାର୍ମିକ ଜୀବନ କାଟିବା ପାଇଁ ଆମକୁ ସାହାଯ୍ୟ କରିଥାଏ ତ ପ୍ରିୟ ଭାଇ ଭଉଣୀ ମାନେ ଆଉ ପାପରେ ଆମେ ରହିପାରିବୁ ନାହିଁ ଏବେ ପାପ ବେଶୀ ଭଲ ଲାଗୁଛି ମଝିରେ ଜଣେ ଭାଇ ମତେ ଗୋଟେ ତାର ମୋବାଇଲରେ ଦେଖିଥିଲେ ମତେ କହୁଥିଲେ ଗୋଟେ ମୂଷାକୁ ଜନ୍ତା ଭିତରେ ରଖିଦେଇଛନ୍ତି ସେ ମୂଷାକୁ ଧରିଲେ ଜାଲ ସେ ଭିତରେ ରଖିଦେଇଛନ୍ତି ସେ ମୂଷା କଣ କରୁଛି କିଦ୍ରି ବୁଲୁଛି ସେ ଭିତରେ ଶୁଣନ୍ତୁ ଏବାଟେ ଦେଖ ସେ ମୂଷା କିଦ୍ରି ବୁଲୁଛି ସେ ଭିତରେ ରଙ୍ଗଟା ଅଛି ବଟମ ଗୋଟେ ତାକୁ ଛୁଇଁ ଦେଲେ ତାକୁ ହାୟ ଲାଗୁଛି କିଦ୍ରି ବୁଲୁଛି ତାକେ ଛୁଇଁ ଦେଲେ ତାକୁ ହାୟ ତ କିଦ୍ରି ବୁଲୁଛି ତାକୁ ଛୁଇଁ ଦେଉଛି ଛୁଇଁ ଦେଲେ ତାକୁ ଭଲ ଲାଗୁଛି ଆଉ ଟିକେ ଦେଖି ଦଉଛି ଆହୁରି ଦବଡ଼ି ଆଉ ଟିକେ ଛୁଇଁ ଦଉଛି ତାପରେ ତ ଖାଦି ପିନ୍ଧି ନାହିଁ ବେକାର ଏ ମୂଷା ଏମିତି ହଉଛି ଦେଖିବା ବୋଲି ତାକୁ ଖାଇବାଟା ଭିତରେ ଦେଲେ ସେ ଖାଇବାଟା ଦେଲାରୁ ମୂଷା ସେ ଖାଉ ନାହିଁ ଖାଲି କେମିତି ବୁଲୁଛି ତାକୁ ଟିକେ ଛୁଇଁ ଦଉଛି ତାକୁ ଭଲ ଲାଗି ଯାଉଛି ବୋଲି ଦଉଛି ତାକୁ ଛୁଇଁ ଦେଲେ ହାୟ ଲାଗୁଛି ବଢିଆ ଲାଗୁଛି କହିଲେ କି ଧାନ୍ଦା ଆକୁ ଏ ମୂଷା ଖାଲି କେମିତି ବୁଲୁଛି ତାକୁ ଛୁଇଁ ଶ୍ରଦ୍ଧା ହେଇଯାଉଛି ଖାଇବାକୁ ଦେଲେ ମୂଷା ଖାଉ ନାହିଁ ତାପରେ ଦେଖିଲେ ଠିକ ଅଛି ଖାଉ ତ ନାହିଁ ଆରେ ଗୋଟେ ମୂଷାକୁ ଛାଡ଼ିଦେବା ଏଟା ମୂଷା ଗୋଟେ ମୂଷିକୁ ଛାଡ଼ିଦେଲେ ହେଲା ହେଲେ ଭ୍ୟାଲେଣ୍ଟାଇନ୍ ଡେ ଆସୁଛି କି ନାହିଁ ହେଲେ କଣ ସେ ଦୁଇଟା ମୂଷି ପ୍ରେମରେ ନଥିବେ କାହିଁକି ଶ୍ରଦ୍ଧାରେ ଥିବେ କାହିଁକି ବୋଲେ ଗୋଟେ କଣ କରିଦେଲେ ମୂଷିକୁ ଛାଡ଼ିଦେଲେ ସେ ମୂଷିକୁ ଛାଡ଼ିଲାରୁ ତାକେ ହେରି ମିଶା ଦେଖୁ ନାହିଁ ସେ ତାକୁ ଅନ ବି ନାହିଁ ଖାଲି କେମିତି ବୁଲୁଛି ତାକୁ ଟିକେ ସେ ରେଡ୍ ବଟନକୁ ଛୁଇଁ ଦଉଛି ଖାଇଲା ନାହିଁ କିଦ୍ରି ବୁଲୁଛି ସେ ମୂଷା ସାଙ୍ଗେ ମିଶିଲା ନାହିଁ ଲାଷ୍ଟକୁ ମୂଷା ମରିଗଲା ସେ ନ ଖାଲି କଣ କେତେ ଦିନ ବଞ୍ଚିବାରି ସେ ଅବସ୍ଥା ଆମର ହେଇଛି ମୋବାଇଲ ହାତେ ଗୋଟେ ମୋବାଇଲ ମିଳିଛି କିଦ୍ରି ବୁଲୁଛୁ ଟିକେ ଆସିକରି ଛୁଇଁ ଦଉଛୁ ଆରେ କିଦ୍ରି ବୁଲୁଛୁ ଆସିକରି ଟିକେ ଛୁଇଁ ଦଉଛୁ ଆରେ କଣ ଟିକେ ଛୁଇଁ ଦଉଛୁ ଆରେ ଆସିକରି ଟିକେ ଖାଇବାର ନାହିଁ କାହାକୁ କଥା ହବାର ନାହିଁ କାହାକୁ ମିଶବାର ନାହିଁ ଖାଲି କିଦ୍ରି ସେ ରେଡ୍ ବଟନକୁ ଟିକେ ଛୁଇଁ ଦଉଛୁ ଦେଖନ୍ତୁ ପିଲାମାନଙ୍କୁ ଖାଇବାକୁ ଦେଲେ ମିଶା ନାଇଁ ମଝିରେ ଗୋଟେ ଭଉଣୀ ମତେ କହୁଥିଲା ଭାଇନା ବାବୁକୁ ଆଖି ପଡିଛି କାହିଁକି କିଏ ଲୁଣ ସାଇଛନ୍ତି କାହିଁକି ଖାଉ ନାହିଁ କିସ ଲାଲୋ ନାଇଁ ଭାଇନା ଖାଇବା ହେରି ଦେଖୁ ନାହିଁ ଟିକେ ପ୍ରାର୍ଥନା ଟିକେ କରିଦିଅ ସେଆଡେ ଯାଉଥିଲି ମୋବାଇଲ ଧରିଥିଲି ମୋବାଇଲ ଲଗାଇଲି ମୋଟୁ ପତଲୁ କଲି ପିଲାକୁ ଧରାଇ ଦେଲି ସେ ଶ୍ରଦ୍ଧା ହେଇଗଲା ମୁଁ କହିଲି ଏବେ ଖୁଆ ବୋଲି ସେ ଗୋଟେ କୋପା ଭାତ ଖାଇଦେଲା ସେ ଗୋଟେ କୋପା ଖାଇଦେଲାରୁ ମୁଁ କହିଲି ତୋର ପିଲାକୁ ଆଖି ପଡି ନାହିଁ ତୋର ପିଲାକୁ ମୋବାଇଲ ପଡିଛି ଯଦି ତୋର ପିଲାକୁ ମୋବାଇଲ ଦେବୁ ହେଇଯିବ ଆମେ ଆମର ବୁଢୀ ମାନଙ୍କୁ ଦେଖ ପିଲାମାନଙ୍କୁ ଟିଭି ଆଣିଛନ୍ତି ବଡ ଟିଭି କାଲି ନାଇଁ ଯୁଗେ ନାଇଁ କେନ୍ତା କଥା ହେଲା ବଡ ଟିଭି ଆଣିଛନ୍ତି ବୁଢୀ ମଶା ଧରିକରି ପୁରାନ୍ତି ସେ ଟିଭି ଦେଖିଲେ କୋଉଠି ବସି ଖାଇବେ ସେ ସାମ୍ନାରେ ବସି ଆକା ଖାଇବେ ଟିଭି ଦେଖି ଖାଇବେ ଶଇଲା ଭଉଣୀ ମାନେ ଆନ୍ଧ୍ରା ବେଳକୁ ଟିକେ ଦେଖି ଦଉଛୁ ସେଠୁ ଆଉ ଏଠି ଆସି କଣ ଗାଉଥିବେ ତୁମ ବିନା
ବଞ୍ଚି ନ ପାରେ। ଯୀଶୁ ପୁଣି ପ୍ରଭୁ କହେ ତୋ ଲାଜ ଲାଗୁ ନାହିଁ ଏଜ କଥା କହୁଛୁ ଆସିକି ତୁଇ ତ ଟିଭି ବିନା ବଞ୍ଚି ପାରୁନୁ, ମୋବାଇଲ ବିନା ନାଇଁ। ଆମେ ପରିବର୍ତ୍ତନ ହେଇଛୁ ବୋଲି ଲୋକ କେମିତି ଜାଣିବେ? କେମିତି ଜାଣିବେ? ଭଉଣୀ ମାନେ କଣ କରୁଛ? ଘରେ କିଏ ନାହିଁ, ଟିଭି ପାଖରେ ଦେଖିବି। ଯଦି ଘରେ କିଏ ନାହିଁ ଗୋଟେ ବଡ କାମ କରିବେ, ବାଇବେଲ ପଢି ପ୍ରାର୍ଥନା କରୁ, ତାଠୁ ଭଲ ସମୟ ଆପଣଙ୍କୁ ମିଳିବ ନାହିଁ। କଣ କରୁଛୁ? ଘରେ କିଏ ନାହିଁ, ଲୁଗା ଅଲପ କାଚିଦେବି। ନାଇଁ, ଘରେ ନଥିଲା ବେଳେ ଲୁଗା କାଚିବ ନାହିଁ, ଘରେ ସବୁ ଲୋକ ଥିଲା ବେଳେ କାଚିବ। ତେବେ କିଏ ପାଣି ଆଣିଦେବ, କିଏ ଖୋଲି ଆଣିଦେବ, କିଏ ଶୁଖାଇ ଦେବ, କିଏ ବେଟି ଦେବ। ଏକଲା କାହିଁକି ସବୁ କାମ କରିବ? ସ୍ୱାମୀ କାହିଁକି ଅଛନ୍ତି? ଏବଂ ପାଣି ଅଲପ ଧରି ଦିଅ, ଏଟା ଅଲପ ଚିବୁଡ଼ି ଦିଅ, ଏଟା ଅଲପ ଶୁଖାଇ ଦିଅ, ହେବ କି ନାହିଁ? ମର୍ତ୍ତ କାହିଁ କାମ କରିବ? କିଏ ନଥିଲା ବେଳେ ଏବେ ସ୍ୱାମୀ କାମ ପଳେଇଲେ, ପିଲା ସ୍କୁଲ ପଳେଇଲେ, ସାତଟି ଝିଅ ଘରେ ପଳେଇଛନ୍ତି, ତମେ କଣ କରିବ? କିଏ ନାହିଁ, ହାଇ ବୋଲି ଶୋଇବି। ହାଇ ବୋଲି ଶୋଇବାଟା ନାହିଁ, କଣ କରିବାର ଅଛି? ହାଇ ବୋଲି ପ୍ରାର୍ଥନା କରିବାର ଅଛି। କିଏ କାନ୍ଦି କାନ୍ଦି ପ୍ରାର୍ଥନା କରିବ? ଖାଇ କିଏ କାନ୍ଦୁଥିଲ ବୋଲି ପଚାର ଲୋକ ଅଛନ୍ତି କି? ନାଇଁ। ଥରେ ଗୋଟେ ଭଉଣୀ, ତାର ସ୍ୱାମୀ ବେଶୀ ଧନୀଟା, କଣ୍ଟ୍ରାକ୍ଟର, ସେ ପୁରା ଧନୀ, ସୁନା ମାନେ ଓହ୍ଲାଇ ଦେଇଛି, ଆକୁ ପାର୍ସଡ଼ି ଗଦା ଗାଡି ଚେକି ବୁଲୁଛି। ଏ ଭଉଣୀ ଦିନ ରାତିରେ ବସି କାନ୍ଦୁଛନ୍ତି, ପ୍ରଭୁ ମୋ ସ୍ୱାମୀକୁ ଧର ରାଜା, ମୋ ସ୍ୱାମୀକୁ ଧର ପ୍ରଭୁ, ମୋ ସ୍ୱାମୀକୁ ଧର ପ୍ରଭୁ, ପ୍ରଭୁ ତାଙ୍କୁ ଧର ରାଜା, ଧର ରାଜା। ସେ ଆକି ଗଲା, ସେ କହୁଛି କି ସାର ଲାଗାଇଛୁ ମୁଁ କେନ ମାଲୁଛି ମକା ଧର ଧର। ସେ ସବୁ କହୁ ନାହିଁ, ଏ ମଦ ଦୋକାନକୁ ଯାଉଛି, ପ୍ରଭୁ ତାକୁ ଧର। ଏ ଜୁଆ ଖେଳିବାକୁ ଯାଉଛି, ପ୍ରଭୁ ତାକେ ଧର। ଆରେ ସ୍ତ୍ରୀ ତ ସ୍ତ୍ରୀ ପାଖରେ ଯାଉଛି, ପ୍ରଭୁ ତାକେ ଧର। ସାଙ୍ଗ ମଦ ପିଉଛି, ଧର ପ୍ରଭୁ, ଆକୁ ଧର ପ୍ରଭୁ, ଧର। ସେ ସବୁ ଲୋକ ଖାଲି କହୁଛି, ପ୍ରଭୁ ଆକୁ ଧର, ପ୍ରଭୁ ଆକୁ ଧର, ପ୍ରଭୁ ଧର ପ୍ରଭୁ। ଆରେ କାନ୍ଦି ପକାଉଛି। ଏଲୋ କିସ ପାଇଁ କାନ୍ଦୁଛୁ ରାତି 2ଟା ବେଳେ? ତୋର ଲୁଗାପଟା ଉଣା କଲି, ଖାଇବାକୁ ଉଣା କଲି, ସୁନା ତ କିସଟା ଉଣା କଲି, କାନ୍ଦୁଛୁ। ଆରେ ଧର ପ୍ରଭୁ, ଧର ପ୍ରଭୁ। ଆପଣଙ୍କର ପ୍ରାର୍ଥନା ଆପଣଙ୍କ ଘରକୁ ପରିବର୍ତ୍ତନ করব। সে প্রার্থনা ন করি যদি থিব বলে দের প্রভু নাইনি, সে তো ছাড়া হয়েছে। পরে অলগা কথা দেখব। অনেক কোন করছেন আনি করি সে মিশা থিব তুই মিশা থিবু বলি কইবে। যদি প্রার্থনা করব পচে আসিকি আজ্ঞা প্রার্থনা করো আজ্ঞা, সেতবে প্রার্থনা করলে কিটা হব? তা সে তো সে কালে মেঘদিন বাড়ি আসছে। প্রার্থনা করে কোন করি হব? প্রার্থনা কলা হলে প্রার্থনা সে আপনাকে করবা। সবুক জনা আমার ঝিও মান বুড়বুড়ি জনা কি নাই জনা। আকিলিমি করি সে বিলে পরে খেয়ে পিবার নি। সবু জানি জানি মিশা ন জানা পড়া। কে কলে কে দেখলা কোটি দেখলা ফুটলা আঁকি লগে কে দেখলা আঁকিও কা ফুটা ফুটি করো না। তুমি নিজে দেখো, তুমি জানি না কি জানিছন্তি। আমার স্বামী মদ বি আসছিব গাড়ি কেমতি করি কোন বলি কবে এলো না না পিলো এলো কাইকি পিই নাহান্তি। হ্যাঁ কামরে হালিয়া হেই করি সে গাড়ি চালাই পারু নাহান্তি। বারে বা কোন মানে স্বামী ঢুলতে মদ পিব সে বাতি করে বলে বালতি করে ঢুকে দিত কোট পাকে। প্রার্থনা করবার আছে। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ଆମକୁ କାହିଁକି ଆମେ ଅନୁଗ୍ରହରେ ପରିଚୟ ପାଇଛୁ, ଏବେ ଅନୁଗ୍ରହ ଆମକୁ ଧାର୍ମିକତା ଆଡ଼କୁ କାହିଁକି ଅନୁଗ୍ରହ ଆମକୁ ପାପ କରିବା ପାଇଁ ଲାଇସେନ୍ସ ଦିଏ ନାହିଁ। ଲାଇସେନ୍ସ ଦିଏ ନାହିଁ, ଲାଇସେନ୍ସ ନାହିଁ। ପ୍ରଭୁ ମରି ଯାଇଛନ୍ତି କୃଷରେ ତ ପାପ କରୁଥିବି ଆସିକରି ଝୁଲିଲ ମୋ ପାଇଁ। ମଦ ଆମକୁ ଦେଖିଛ তার মানে কোন প্রভু তুমি ক্রুশর সঙ্গে ঝুলিথ রাজা মুই এমতি ঝুলুথিবি। মা মানে প্রার্থনা কোনটা? প্রভু তুঝে দেখনা মে চা। প্রভু কবে টিভি তো দেখু চল মোকে আর দেখু তা কেসটা নাই। যে মানে প্রভুকে দেখবা পাই চাউছন্তি টিভি কম দেখন্তু। টিভিরে বানিয়া বানিয়া লোক আসবে, তাঙ্কু দেখলে মেমোরি হয়ে যাব, পথভ্রষ্ট হবার সম্ভাবনা বেশি আছে, বেশি আছে। আশীর্বাদ নাই টিভি। ମୁଁ ସବୁବେଳେ କୁହେ ସେ କାଳିଆ ମା ଟିଭି ଶୈତାନର ଜ୍ୟେଷ୍ଠ ପୁତ୍ର, ଆରେ ବୁଟି ଖାଗର ତାର ନାତି। ଦେଖେ ଏଟା
এটা কে এটা নাতি, এটা কে এটা শয়তান নাতি, ସେ କାଳିଆ ମା ଟିଭି ଶୈତାନ ଜ୍ୟେଷ୍ଠ ପୁତ୍ର ବଡ ପୁଅ ସେ। এটা ଆଇଏସରେ ଆସିବ ନାହିଁ କ୍ୱେଶ୍ଚିନ୍ ହେଲେ ବି ମୁଁ କହିଦେଇଥାଉଛି କଣ ଅଟେ, ତେଣୁ ସାବଧାନ ଥିବେ। ଏଟା କଣ ଆସୁନାହିଁ, କଣ ଆସୁନାହିଁ, ଏ ଜଣେ ଯଥେଷ୍ଟ ନରକ ନେବା ପାଇଁ, ସତ ନା ନାହିଁ, ନରକ ନେବା ପାଇଁ। ଭଉଣୀ ମାନେ କଣ କରିଥାଉଛନ୍ତି, ଆଟାଇ ଖୁଚି ଥାଉଛନ୍ତି, ଦେଖିଛ এটা বন্দুক, এটা বন্দুক কি কেসে লাচি দেই বললা ভଳିଆ কଣ ରୋକିଦେବ, କଥା ହବ ଛିଡ଼ିଗଲା କଥା, ପେଟେ ଖୁଚି କରି ଥରେ ଆମର ଜଣେ ଭାଉଜ ହେବେ, ସେ ପେଟେ ଖୁଚି ଆକା ବୁଲୁଛନ୍ତି। ଥରେ ଜିତ ଦେଖିଲି, ମୁଁ କହିଲି ଭାଉଜ ଏ ନଲି କୁକିଜ ପାଇଁ ପେଟ ଜାକି ହେଇଛ, ଏଟା କାହାକୁ ଲାଜ କି କେତେ, ସେଦିନ ରୋକୁ ନାହିଁ ସେ ବାଡି।